ମାନସ କହିଥିଲା, ଯଦି ଜୀବନ ଗୋଟିଏ ପୁସ୍ତକ ହେଇଥାନ୍ତା ତମେ ମୋର ଗୋଟିଏ ସୁନ୍ଦର କବିତାଟିଏ ହୋଇଥାନ୍ତା। ହ୍ୟାଲୋ ସାଙ୍ଗମାନେ, ମୁଁ ରମାକାନ୍ତ। ଆଜିର କଥା ଶେଷ ବିଦାୟ। ହଁ ସାଙ୍ଗମାନେ, ବେଳେବେଳେ ଯେଉଁ ଜାଗାରୁ କିଛି ଆଶା କରାଯାଇନଥାଏ ସେହି ଜାଗାରୁ ଗୋଟିଏ ସୁନ୍ଦର କାହାଣୀଟିଏ ହୋଇଯାଏ। ବର୍ଷର ପ୍ରଥମ ଦିନ ବହୁତ ପିଲା ମନରେ ଆଶା ଏବଂ ଆକାଂକ୍ଷା ନେଇ ଆସିଥାନ୍ତି। ସେହି ଗହଳି ଭିତରୁ ମାନସ ମଧ୍ୟ ଥିଲା। ସେ ମଧ୍ୟ ନିଜ ମନରେ ଅନେକ ଆଶା ଏବଂ ଲକ୍ଷ୍ୟ ନେଇ ଆସିଥିଲା। କଲେଜ ଭିତରକୁ ପ୍ରବେଶ କରିବା ପୂର୍ବରୁ ଗେଟ୍ରେ ଥାଇ କଲେଜର ଚାରିପାଖକୁ ଦେଖି ଟିକେ ମଜି ଯାଇଥିଲା। ଭାବୁ ପଛଆଡ଼ୁ କିଛି ଶବ୍ଦ ହୋଇଯାଇଥିଲା। ସେ ଭାବନା ରାଜ୍ୟରୁ ଫେରି ବାସ୍ତବକୁ ଆସିଥିଲା। ପଛକୁ ଚାହିଁ ଦେଖିଥିଲା ଗୋଟିଏ ଝିଅଟି ତରତର ହେଇକି ବହି ଖାତା ସବୁ ଗୋଟଉଛି। ଆଉ ମାନସ ମଧ୍ୟ ସେଇ ଖାତା ଗୁଡ଼ାକ ବହି ଗୁଡ଼ାକ ଗୋଟେଇ ଦେଇଥିଲା। ଆଉ ସେଇ ଗୋଟେଇବା ମଧ୍ୟରେ ଖାତାର ଗୋଟିଏ ଉପର ଭାଗର ସେ ଝିଅଟିର ନାଁକୁ ମଧ୍ୟ ଦେଖିଦେଇଥିଲା। ଆଉ ସେ କହିଥିଲା, ମୁଁ ତମ ନାମର ଗୋଟିଏ ସୁନ୍ଦର କବିତା ପଢ଼ିଥିଲି। କବିତାରେ ଯେମିତି ଥିଲା ନା, ତମେ ମଧ୍ୟ ଠିକ୍ ସେମିତି ଦେଖାଯାଉଛ। ଝିଅଟି ମଧ୍ୟ ମୁରୁକି ହସିଥିଲା। ସେ ମଧ୍ୟ କହିଥିଲା, ହଁ ତମେ ଟିକେ ଅଲଗା ଅଛ, କିନ୍ତୁ ମୋତେ ଭାରି ପସନ୍ଦ ଲାଗେ। ସାଙ୍ଗ ହିସାବରେ ସେ ହାତ ବଢ଼େଇ କହିଥିଲା, ମୁଁ ସନ୍ଧ୍ୟାରାଣୀ। ମାନସ ମଧ୍ୟ ହସି ଯାଇଥିଲା। କହିଥିଲା, ହଁ ମୁଁ ଜାଣିଦେଲି, ତମ ସେଇ ଖାତାରୁ ତମ ନାମ ଦେଖିଦେଇଥିଲି, ମୁଁ ମାନସ ରଞ୍ଜନ। ସେଦିନ କଥା ଏତିକି ମାତ୍ର ଥିଲା। ତାପରେ ଦୁହେଁ ନିଜ ନିଜ ରାସ୍ତାରେ ଚାଲି ଯାଇଥିଲେ। ସାଙ୍ଗମାନେ, ଏମିତି କିଛି ଦିନ ଗଲା, କିଛି ସପ୍ତାହ ଗଲା, କିଛି ମାସ ଗଲା। ଆଉ ସେମାନଙ୍କର ପ୍ରଥମ ଭେଟ ଗୋଟିଏ ସୁନ୍ଦର ସାଙ୍ଗ ରୂପରେ ଗଢ଼ି ଯାଇଥିଲା। ସାଙ୍ଗସାଥି ଦୋସ୍ତି, ଆଉ ଦୋସ୍ତିରୁ କେତେବେଳେ ଯେ ମହବତ ହେଇଯାଇଥିଲା ଦୁହେଁ କେବେ ଜାଣିପାରିନଥିଲେ। ସେ ଦୁଇଜଣ ଦୁହିଁଙ୍କ ଛାଡ଼ି ଅନ୍ୟ ଜଣ କେବେ ରହିପାରୁନଥିଲେ। ଏମିତିରେ ସେ ମାନସ ବେଳେବେଳେ କଲେଜ ଯିବା ମଧ୍ୟ ଅଳସୁଆ ମନେ କରୁଥିଲା। କିନ୍ତୁ ଯେବେଠାରୁ ନୂଆ ଭାବରେ ଦୋସ୍ତି ହେଇଯାଇଥିଲା ସେବେଠାରୁ ସେ କଲେଜ ରେଗୁଲାର ଯିବାକୁ ଆରମ୍ଭ କରିଥିଲା। ହଁ ସାଙ୍ଗମାନେ, ସେଦିନ କ୍ୟାଣ୍ଟିନ୍ ପରେ ଦୁହେଁ ଯାଇଥିଲେ ଲାଇବ୍ରେରୀର ଛାତ ଉପରକୁ। ବହୁତ କଥାବାର୍ତ୍ତା ହେଇଥିଲା। ଏଥିମଧ୍ୟରେ ମାନସ କହିଥିଲା, ଜୀବନ ଯଦି ଗୋଟିଏ ପୁସ୍ତକ ହେଇଥାନ୍ତା ତମେ ସେ ପୁସ୍ତକର ମୋର ଗୋଟିଏ ସୁନ୍ଦର କବିତା ହେଇଥାନ୍ତ। ଏତିକି ଶୁଣିଲା ପରେ ସନ୍ଧ୍ୟାରାଣୀ ମଧ୍ୟ ମାନସର ହାତକୁ ଧରି ଦେଇଥିଲା। ଆଉ ସେ ମଧ୍ୟ କହିଥିଲା, ସେ ପୁସ୍ତକର ଗୋଟିଏ ପୃଷ୍ଠାଟିଏ ମୁଁ ହେଇଥାନ୍ତି, ଆଉ ସେ ପୁସ୍ତକ ସହିତ ସବୁଦିନ ମୁଁ ସେମିତି ଲାଗି ରହିଯାଇଥାନ୍ତି। ସେଦିନର ଘଟଣା ଏତିକି ଥିଲା ସାଙ୍ଗମାନେ। ଆଉ ଦିନ ବିତିଗଲା, ମାସ ବିତିଗଲା। ଏମିତିରେ ଶେଷ ବର୍ଷ ପହଞ୍ଚି ଯାଇଥିଲା। ଯେତେବେଳେ ଶେଷ ବର୍ଷ ପହଞ୍ଚି ଯାଇଥିଲା ମୁଣ୍ଡରେ ଗୋଟିଏ କଥା ପଡ଼ିଯାଇଥିଲା, ଯେମିତିକି କଳା ବାଦଲ ଢାଙ୍କି ଦେଲା ପରେ। କ୍ୟାରିୟର କଥା ଭାବିଲା ବେଳକୁ କଲେଜର ଯେତେ ସବୁ ପ୍ରେମ ଚଢ଼େଇମାନେ ଥିବେ ସେମାନଙ୍କର ମନରେ ଗୋଟିଏ ଚଡ଼କ ପଡ଼ିଯାଏ। ତ ସେହିପରି ମାନସ ଏବଂ ସନ୍ଧ୍ୟାରାଣୀ ମଧ୍ୟରେ ମଧ୍ୟ ସେମିତି ପଡ଼ିଯାଇଥିଲା। କ୍ୟାରିୟରକୁ ନେଇ ସେମାନେ ବହୁତ ସିରିୟସ୍ ହେଇଯାଇଥିଲେ। କିଏ କେମିତି କାହାକୁ ନେଇକି କ୍ୟାରିୟର କରିବେ ସେ କଥାକୁ ଚିନ୍ତା କଲା ପରେ ଦୁହିଁଙ୍କର ମିଳାମିଶା ଟିକେ ଟିକେ କମିଯାଉଥିଲା। ଏମିତିରେ ମାନସକୁ ଗୋଟିଏ କମ୍ପାନୀ ସିଲେକ୍ଟ କରି ନେଇଯାଇଥିଲା ସୁଦୂର ଦିଲ୍ଲୀକୁ। ଆଉ ସନ୍ଧ୍ୟାରାଣୀ ଚାହୁଁଥିଲା ସେ ଗୋଟିଏ UPSC ଏକ୍ଜାମ୍ ଦେଇ ଗୋଟିଏ IAS ହେବା ପାଇଁ। ସେ ନିଜ ସହରରେ ରହିକି UPSC ପ୍ରିପେୟାର କରିବା ପାଇଁ ଚାହୁଁଥିଲା। ଏମିତିରେ ଏହି ମଧ୍ୟରେ ଘଣ୍ଟା ଘଣ୍ଟା ଧରି କଥାବାର୍ତ୍ତା ହେଉଥିବା ବେଳେ ଯାହାକି ପୂର୍ବରୁ କେବେ ଜଣା ପଡ଼ୁନଥିଲା, ବର୍ତ୍ତମାନ ତାହା ଗୋଟିଏ ବଦଳି ଯାଇଥିଲା। କିଛି ସମୟ କଲ୍ ଉଠାଇବା ପରେ ମୁଁ ବିଜି ଅଛି, ପରେ କଥା ହେବା, ଏମିତି ହିଁ ଶୁଭା ଯାଉଥିଲା। ପରସ୍ପର ସମୟ ମଧ୍ୟ ଦେଇପାରୁନଥିଲେ, କାରଣ ସେ କ୍ୟାରିୟର ପାଇଁ। ଆଉ ସେ କ୍ୟାରିୟର ପାଇଁ ମଧ୍ୟ ଦୁହେଁ ବହୁତ ସିରିୟସ୍ ହେଇଯାଇଥିଲେ। ହଁ ସାଙ୍ଗମାନେ, ତାପରେ ସେମାନଙ୍କର କଥାବାର୍ତ୍ତା ମଧ୍ୟ କମିଯାଇଥିଲା। ସେଦିନ ଥିଲା ଶେଷ ଦେଖା ସେମାନଙ୍କ ପାଇଁ। ଦୁହେଁ
ପହଞ୍ଚି ଯାଇଥିଲେ ସେହି ପାଖରେ ଯେଉଁଠିକି ପ୍ରଥମ ମିଳନ ହୋଇଯାଇଥିଲା। ଦୁହେଁ ମିଶି ଯାଇଥିଲେ ଆଉ ପରସ୍ପରକୁ ଦେଖିକି ଗମ୍ଭୀର ହୋଇଯାଇଥିଲେ। ପାଟିରୁ କୌଣସି କଥା ବାହାରି ପଡ଼ୁନଥିଲା। ବହୁତ ଦୁଃଖୀ ହେଇଯାଇଥିଲେ। କ'ଣ କରିବେ? ଆଗକୁ ଯିବାକୁ ଥିବ ବୋଲେ ତ କ୍ୟାରିୟର ବନେଇବାକୁ ହିଁ ପଡ଼ିବ। ଆଉ ଯଦି କ୍ୟାରିୟର ନାହିଁ ତ ଏତେ ବର୍ଷର ପାଠପଢ଼ା ସବୁ ବେକାର ହେଇଯିବ। ଏସବୁ କଥାବାର୍ତ୍ତା ଭାବୁ ଭାବୁ ସନ୍ଧ୍ୟାରାଣୀ କହିଦେଇଥିଲା, ମାନସ ଆଗକୁ ଯାଅ, କେବେ ପଛକୁ ଫେରିବ ନାହିଁ। ତମର ସଫଳତାରେ ମୁଁ ବହୁତ ଖୁସି ହେଇଛି। ଆଉ ମାନସ କିଛି କହିପାରୁନଥିଲେ। ନା ଶବ୍ଦ ବାହାରୁଥିଲା, ନା କିଛି ହେଉଥିଲା। ଯେମିତି ସେ ଚତୁଃପାର୍ଶ୍ୱ ସେ ଦୁହିଁଙ୍କର କଥାରେ ପୁରା ନିସ୍ତେଜ ହେଇଯାଇଥିଲା। ଦୂରରୁ କେବଳ କିଛି ପକ୍ଷୀମାନଙ୍କର ରାବ ଛଡ଼ା ସେ ପାଖାପାଖି ଆଉ କିଛି ଶୁଭାଯାଉନଥିଲା। ବହୁତ ଗମ୍ଭୀର ସମୟଟା ହେଇଯାଇଥିଲା। ଏଥିମଧ୍ୟରେ ମାନସ ଆଉ କିଛି କହିନଥିଲା। ହଁ ସାଙ୍ଗମାନେ, ସେ ପରିବେଶ ପୁରା ଶାନ୍ତ ଏବଂ ନିସ୍ତେଜ ହୋଇଯାଇଥିଲା। ନା କଥା ବାହାରୁଥିଲା ମାନସ ଠାରୁ, ନା ସନ୍ଧ୍ୟାରାଣୀ ଠାରୁ। ସନ୍ଧ୍ୟାରାଣୀ ତ କେବଳ ସେତିକି ହିଁ ସାହସ କରି କହିଦେଇଥିଲା, କିନ୍ତୁ ମାନସ ପାଖରେ ଗୋଟିଏ ଶବ୍ଦ ନଥିଲା ତାକୁ କହିବା ପାଇଁ। ସମ୍ପର୍କ ତାହା କେମିତି ଗୋଟିଏ ଭାଙ୍ଗି ଯାଉଛି, କେହି ମଧ୍ୟ ତା'ର ପ୍ରଶ୍ନର ଉତ୍ତର ଜାଣିପାରୁନଥିଲା। ଆଉ ଶେଷରେ ଦୁହେଁ ଚାଲି ଯାଇଥିଲେ ସେଇ ରାସ୍ତାରେ। ଆଉ ସେଇ ବିଦାୟଟା ଥିଲା ବିନା କିଛି ଗୁଡ୍ ବାଏ କିମ୍ବା ଆଲିଙ୍ଗନ କିମ୍ବା ହଗ୍, ଏମିତି କିଛି ନଥିଲା। ସେମାନଙ୍କର ବିଦାୟ ସେଇଠାରୁ ଦୁହେଁ ବିଦାୟ ଯାଇଥିଲେ। ଆଉ ହ୍ୟାଲୋ ସାଙ୍ଗମାନେ, ଏମିତି ଥିଲା ଗୋଟିଏ କଲେଜ କଥାର ଲଭ୍ ଷ୍ଟୋରି। ଯଦି ଆପଣମାନଙ୍କର ଜୀବନରେ ଯଦି ଏମିତି ଘଟିଥିବ ତ ଏଇ ଭିଡ଼ିଓକୁ ନିଶ୍ଚୟ ଲାଇକ୍ କରିବେ ଆଉ ଆପଣମାନଙ୍କ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ରହିଲି, ଧନ୍ୟବାଦ। ପୁଣି ଥରେ ଭେଟ ହେବା ଆଉ ଗୋଟିଏ ସୁନ୍ଦର କାହାଣୀ ସହିତ। ବାଏ।